ଚାଲନ୍ତୁ ଟିକେ ସମୟ ପଛକୁ ଯିବା, ବହୁତ ପଛକୁ, ମାନେ 10ମ ଶତାବ୍ଦୀର ମଝାମଝି ସମୟକୁ। ସେଇ ସମୟକୁ। ସେତେବେଳେ ଓଡ଼ିଶାର ଅବସ୍ଥା କେମିତି ଥିଲା ଭାବନ୍ତୁ ତ। ଭୌମକର ବଂଶର ଶାସନ ପ୍ରାୟ ଶେଷ ହେବାକୁ ବସିଲାଣି। ହଁ, ଗୋଟେ ରାଜନୈତିକ ଶୂନ୍ୟସ୍ଥାନ ଭଳି ପରିସ୍ଥିତି। ଏକଦମ। ପୁରା ରାଜ୍ୟଟା ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ଦେଇଛି। କ୍ଷମତା କାହା ଜଣଙ୍କ ହାତରେ ନାହିଁ, ବରଂ ଏମିତି ଭାବନ୍ତୁ ସ୍ଥାନୀୟ ଶାସକମାନଙ୍କ ଭିତରେ ବାଣ୍ଟି ହୋଇଯାଇଛି। ଗୋଟେ ପ୍ରକାରର ଅସ୍ଥିରତା। ହଁ, ଆଉ ଠିକ୍ ଏଇ ଅସ୍ଥିରତା ଭିତରୁ ହିଁ ଓଡ଼ିଶାର ପଶ୍ଚିମାଞ୍ଚଳରୁ ଏକ ନୂଆ ଶକ୍ତି ଉଭା ହେଉଛି, ସୋମବଂଶୀ ରାଜବଂଶ, ଯାହାକୁ ଆମେ ସାଧାରଣତଃ କେଶରୀ ବଂଶ ବୋଲି ବି ଜାଣୁ। ତେବେ ଆଜିର ଆଲୋଚନାରେ ଆମେ ଏଇ ରାଜବଂଶର କାହାଣୀ ଭିତରକୁ ଟିକେ ଗଭୀରକୁ ଯିବା। ଆମର ଲକ୍ଷ୍ୟ ହେଉଛି ବୁଝିବା ଯେ ଏମାନେ କେମିତି ଏକ ଭଙ୍ଗାରୁଜା ଓଡ଼ିଶାକୁ ଏକାଠି କଲେ, ସେମାନଙ୍କର ସାଂସ୍କୃତିକ ଛାପ କ'ଣ ଥିଲା, ଆଉ ଶେଷରେ ଏତେ ବଡ଼ ସାମ୍ରାଜ୍ୟ ଭାଙ୍ଗିଲା କେମିତି। ଆଉ ଏଇ ସମୟଟା ମାନେ ପ୍ରାୟ 950 ଖ୍ରୀଷ୍ଟାବ୍ଦରୁ 1135 ଖ୍ରୀଷ୍ଟାବ୍ଦ, ପାଖାପାଖି 200 ବର୍ଷର ଇତିହାସ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ। କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? କେବଳ ରାଜ୍ୟ ଜିତିବା ପାଇଁ? ନା, କେବଳ ସେତିକି ନୁହେଁ। ସୋମବଂଶୀମାନେ ଓଡ଼ିଶାର ଧାର୍ମିକ ଆଉ ସାଂସ୍କୃତିକ ପରିଚୟକୁ ଏମିତି ଏକ ରୂପ ଦେଲେ ଯାହାର ପ୍ରଭାବ ଆମେ ଆଜି ବି ଦେଖିବାକୁ ପାଉ। ସେମାନେ କେବଳ ରାଜ୍ୟ ଜିତି ନଥିଲେ, ବରଂ ଓଡ଼ିଶାର ଏକ ନୂଆ ଆତ୍ମା ଗଢ଼ିଥିଲେ କହିଲେ ଭୁଲ ହେବନି। ବାଃ, ବଢ଼ିଆ କଥାଟି କହିଲେ, ଓଡ଼ିଶାର ଏକ ନୂଆ ଆତ୍ମା। ତେବେ ଚାଲନ୍ତୁ ଏହାର ମୂଳରୁ ଆରମ୍ଭ କରିବା। ଆମ ପାଖରେ ଥିବା ଉତ୍ସଗୁଡ଼ିକ କହୁଛି ଯେ ସୋମବଂଶୀମାନେ ନିଜକୁ ପୌରାଣିକ ଚନ୍ଦ୍ରବଂଶର ବୋଲି ଦାବି କରୁଥିଲେ। ହଁ, ସେତେବେଳେ ଏମିତି ଦାବି କରିବାର କ'ଣ କିଛି ଖାସ୍ କାରଣ ଥିଲା? ନିଶ୍ଚିତ ଭାବରେ ଥିଲା। ଆଜି ଆମକୁ ଏହା ଏକ ସାଧାରଣ କଥା ଲାଗିପାରେ, କିନ୍ତୁ ସେହି ଯୁଗରେ ଏହା ଏକ ବହୁତ ବଡ଼, ଆପଣ କହିପାରିବେ, ରାଜନୈତିକ ରଣନୀତି ଥିଲା। ରାଜନୈତିକ ରଣନୀତି କେମିତି? ଦେଖନ୍ତୁ, ଯେତେବେଳେ ଜଣେ ରାଜା ନିଜକୁ ଏକ ପବିତ୍ର ଆଉ ପୁରୁଣା ବଂଶର ବୋଲି କହନ୍ତି, ଲୋକଙ୍କ ମନରେ ତାଙ୍କ ପାଇଁ ସମ୍ମାନ ଆସେ। ଅନ୍ୟ ଛୋଟ ରାଜାମାନେ ବି ତାଙ୍କୁ ସହଜରେ ନିଜର ନେତା ବୋଲି ମାନି ନିଅନ୍ତି। ଏହା ତାଙ୍କ ଶାସନକୁ ଏକ ପ୍ରକାରର ଧାର୍ମିକ ମଞ୍ଜୁରି ଦେଉଥିଲା। ବୁଝିଲି, ମାନେ ଏହା କ୍ଷମତାକୁ ମଜବୁତ କରିବାର ଏକ ଉପାୟ ଥିଲା। ଏକଦମ। ଆଉ ତା ସହିତ କେଶରୀ ଉପାଧି, ଯାହାର ଅର୍ଥ ସିଂହ, ମାନେ ନାଁରୁ ହିଁ ଶକ୍ତିର ପରିଚୟ। ଠିକ୍। ତେବେ ଏହି ବଂଶର ମୂଳଦୁଆ ପକାଇବାରେ ପ୍ରଥମ ରାଜା ଜନ୍ମେଜୟ ପ୍ରଥମଙ୍କ ଭୂମିକା ବିଷୟରେ ଆମ ଉତ୍ସଗୁଡ଼ିକରେ ଲେଖା ଅଛି। ସେ ବୋଧେ ସବୁଠୁ ପ୍ରସିଦ୍ଧ ରାଜା ନଥିଲେ, କିନ୍ତୁ ଲାଗୁଛି ସେ ପର୍ଦ୍ଦା ପଛର ଜଣେ ବଡ଼ ଖେଳାଳି ଥିଲେ, ନୁହେଁ କି? ହଁ, ଆପଣ ତାଙ୍କୁ ଏକ ମୂଳଦୁଆ ସ୍ଥାପନକାରୀ ବୋଲି ହିଁ କହିପାରିବେ। ସେ ହିଁ ସେହି ବିକ୍ଷିପ୍ତ ହୋଇ ପଡ଼ିଥିବା ରାଜ୍ୟକୁ ଏକାଠି କଲେ, ସେନାକୁ ଶକ୍ତିଶାଳୀ କଲେ। ଆଉ ସାମ୍ରାଜ୍ୟ ବିସ୍ତାର ପାଇଁ ଏକ ମଜବୁତ ମଞ୍ଚ ତିଆରି କଲେ। ହଁ, ତାଙ୍କ କାମ ବିନା ପରବର୍ତ୍ତୀ ରାଜାମାନଙ୍କ ପାଇଁ ଏତେ ବଡ଼ ସଫଳତା ପାଇବା ହୁଏତ ସମ୍ଭବ ହୋଇନଥାନ୍ତା। ସେ ହିଁ ସେହି ମଞ୍ଚ ତିଆରି କରିଥିଲେ ଯାହା ଉପରେ ସୋମବଂଶୀ ସାମ୍ରାଜ୍ୟର ନାଟକ ଆରମ୍ଭ ହେଲା। ଆଉ ସେହି ନାଟକର ମୁଖ୍ୟ ନାୟକ ଥିଲେ ଯଯାତି ପ୍ରଥମ ବା ଯଯାତି କେଶରୀ। ଏଠାରୁ ହିଁ କାହାଣୀରେ ଏକ ବଡ଼ ମୋଡ଼ ଆସୁଛି। ତାଙ୍କର ସବୁଠାରୁ ବଡ଼ ନିଷ୍ପତ୍ତି ଥିଲା ରାଜଧାନୀକୁ ପଶ୍ଚିମ ଓଡ଼ିଶାର ଯଯାତିନଗର, ମାନେ ଆଜିର ବିଙ୍କା ପାଖାପାଖି ଅଞ୍ଚଳରୁ ପୂର୍ବରେ ଥିବା ଅଭିନବ ଯଯାତିନଗର, ଆଜିର ଯାଜପୁରକୁ ନେଇ ଆସିବା। ହଁ, ଏଇଟା ବହୁତ ବଡ଼ ପଦକ୍ଷେପ ଥିଲା। ଏହା କ'ଣ କେବଳ ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଯିବା ଭଳି ଥିଲା, ନା ଏହା ପଛରେ କିଛି ଗଭୀର କାରଣ ଥିଲା? ନା, ଏହା ପଛରେ ବହୁତ ବଡ଼ ଦୂରଦୃଷ୍ଟି ଥିଲା। ଏହାକୁ ଆପଣ ଏକ ପ୍ରକାର କ'ଣ କହନ୍ତି, ରିବ୍ରାଣ୍ଡିଂ ବୋଲି କହିପାରିବେ। ରିବ୍ରାଣ୍ଡିଂ? ହଁ, ପୁରୁଣା ରାଜଧାନୀ ତାଙ୍କୁ କେବଳ କୌଶଳ ଅଞ୍ଚଳର ରାଜା ଭାବେ ଚିହ୍ନିତ କରୁଥିଲା, କିନ୍ତୁ ଯେତେବେଳେ ସେ ତାଙ୍କ ରାଜଧାନୀକୁ ଉପକୂଳବର୍ତ୍ତୀ ଅଞ୍ଚଳର କେନ୍ଦ୍ରରେ ଥିବା ଯାଜପୁରକୁ ନେଇ ଆସିଲେ, ସେ ଏକ ବଡ଼ ସଙ୍କେତ ଦେଲେ। କି ସଙ୍କେତ? ସେ କହିବାକୁ ଚାହୁଁଥିଲେ ଯେ ସେ ଆଉ କେବଳ ପଶ୍ଚିମ ଓଡ଼ିଶାର ରାଜା ନୁହନ୍ତି, ବରଂ ସମଗ୍ର ଓଡ଼ିଶାର ଅଧିପତି। ଏହା ଏକ ଭୌଗୋଳିକ ପରିବର୍ତ୍ତନ ନଥିଲା, ଏହା ଥିଲା ପରିଚୟର ପରିବର୍ତ୍ତନ। ବାଃ, ଏହା ତ ପୁରା ଖେଳ ବଦଳାଇ ଦେବା ଭଳି କଥା। ଆଉ ଉତ୍ସଗୁଡ଼ିକ ଏଇ ଏକୀକରଣ ଉପରେ ବହୁତ ଗୁରୁତ୍ୱ ଦେଉଛି। ହଁ, ପ୍ରଥମ ଥର ପାଇଁ ଉତ୍କଳ, କଳିଙ୍ଗ ଆଉ କୋଶଳ, ଏହି ତିନୋଟି ବଡ଼ ଭୂଖଣ୍ଡ ଗୋଟିଏ ଶାସନ ତଳକୁ ଅଣାଗଲା। ଇଏ ସତରେ ସେତେବେଳେ ଏତେ ବଡ଼ କଥା ଥିଲା କି? ମାନେ ଆଜି ଆମକୁ ତ ଓଡ଼ିଶା ଗୋଟିଏ ଲାଗୁଛି। ନା, ଏହା ଏକ ଐତିହାସିକ ଘଟଣା ଥିଲା। ଏହାର ଗୁରୁତ୍ୱ ବହୁତ ବେଶୀ, କାରଣ ଏହି ଏକୀକରଣ ହିଁ ଆଜିର ଆଧୁନିକ ଓଡ଼ିଶାର ଭୌଗୋଳିକ ଏବଂ ସାଂସ୍କୃତିକ ପରିଚୟର ମୂଳଦୁଆ ପକାଇଥିଲା। ତାମାନେ? ଦେଖନ୍ତୁ, ଯେତେବେଳେ ରାଜନୈତିକ ସୀମା ଏକ ହୁଏ, ଲୋକଙ୍କ ଭିତରେ, ସଂସ୍କୃତି ଭିତରେ ଆଦାନ ପ୍ରଦାନ ବଢ଼େ। ଏହା ଏକ ମିଳିତ ପରିଚୟ ସୃଷ୍ଟି କରେ।
ଯଯାତି ପ୍ରଥମଙ୍କର ଏହି କାମ ପାଇଁ ହିଁ ପରବର୍ତ୍ତୀ ସମୟରେ ଏକ ସୁଦୃଢ଼ ଓଡ଼ିଆ ସାମ୍ରାଜ୍ୟର କଳ୍ପନା ସମ୍ଭବ ହୋଇପାରିଲା। ଆଉ ତାଙ୍କ ପରେ ଆସିଥିବା ରାଜାମାନେ? ହଁ, ତାଙ୍କ ପରେ ଉଦ୍ୟୋତ କେଶରୀଙ୍କ ଭଳି ଶାସକମାନେ ଏହି ଏକତାକୁ ଆହୁରି ମଜବୁତ କରିଥିଲେ। ବୁଝିଲି। ଆଉ ଯେତେବେଳେ ଏମିତି ରାଜନୈତିକ ସ୍ଥିରତା ଆସେ, ତାପରେ ହିଁ କଳା, ସ୍ଥାପତ୍ୟ ଆଉ ସଂସ୍କୃତି ଫୁଲିବା ପାଇଁ ସୁଯୋଗ ପାଏ, ନୁହେଁ କି? ଏକଦମ। ଆଉ ସୋମବଂଶୀ ଯୁଗରେ ଠିକ୍ ତାହା ହିଁ ହେଲା। ଏହି ରାଜନୈତିକ ସ୍ଥିରତା ହିଁ ଓଡ଼ିଶାର ସବୁଠାରୁ ବଡ଼ ସାଂସ୍କୃତିକ ଉତ୍ଥାନ ପାଇଁ ରାସ୍ତା ଖୋଲିଦେଲା। ତେବେ ଚାଲନ୍ତୁ ସେହି ସାଂସ୍କୃତିକ ଉତ୍ଥାନ ବିଷୟରେ କଥା ହେବା। ଏହି ସମୟରେ ଧାର୍ମିକ ପରିବେଶରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିଥିବା ବୋଲି ଆମ ଉତ୍ସଗୁଡ଼ିକ କହୁଛି। ହଁ, ବହୁତ ବଡ଼ ପରିବର୍ତ୍ତନ। ସୋମବଂଶୀ ରାଜାମାନେ ଶୈବ ଧର୍ମର ବଡ଼ ସମର୍ଥକ ଥିଲେ। ଭଗବାନ ଶିବ ସର୍ବୋଚ୍ଚ ଦେବତା ହୋଇଗଲେ। କିନ୍ତୁ ସେତେବେଳେ ଓଡ଼ିଶାରେ ବୌଦ୍ଧ ଧର୍ମର ସ୍ଥିତି କ'ଣ ଥିଲା? ତାର ପ୍ରଭାବ କ'ଣ ପୁରା ଶେଷ ହୋଇଗଲା? ଦେଖନ୍ତୁ, ଏହା ଏକ ଜଟିଳ ପ୍ରଶ୍ନ। ଶୈବ ଧର୍ମକୁ ରାଜକୀୟ ପ୍ରୋତ୍ସାହନ ମିଳିବା ପରେ ବୌଦ୍ଧ ଧର୍ମର ପ୍ରଭାବ ନିଶ୍ଚୟ କମିଗଲା। ଅନେକ ବୌଦ୍ଧ ମଠ ବନ୍ଦ ହୋଇଗଲା କି? ହଁ, ଅନେକ ବୌଦ୍ଧ ମଠ ପରିତ୍ୟକ୍ତ ହେଲା ବା ଶୈବ କେନ୍ଦ୍ରରେ ପରିଣତ ହେଲା। କିନ୍ତୁ ଏହାକୁ ଆମେ ଏକ ସମ୍ପୂର୍ଣ୍ଣ ବିଲୋପ ବୋଲି କହିପାରିବା ନାହିଁ। ବରଂ ଏହା ଏକ ପ୍ରକାରର ଆତ୍ମୀକରଣ ଥିଲା। ଆତ୍ମୀକରଣ? ହଁ, ମାନେ ବୌଦ୍ଧ ଧର୍ମର କିଛି ତତ୍ତ୍ୱ, ଖାସ କରି ତନ୍ତ୍ର ସାଧନା, ଧୀରେ ଧୀରେ ହିନ୍ଦୁ ତନ୍ତ୍ର ଏବଂ ଶାକ୍ତ ପରମ୍ପରାରେ ମିଶି ଯାଉଥିଲା। ତେଣୁ ଶୈବ ଧର୍ମ ପ୍ରମୁଖ ଥିଲେ ମଧ୍ୟ ବୈଷ୍ଣବ ଧର୍ମ ଓ ଶାକ୍ତ ଧର୍ମ ମଧ୍ୟ ସମାନ୍ତରାଳ ଭାବେ ଚାଲୁଥିଲା। ଏହା ଏକ ଧାର୍ମିକ ବିବିଧତାର ଯୁଗ ଥିଲା। ଓହୋ, ବୁଝିଲି। ଆଉ ଏଇ ଧାର୍ମିକ ବିଶ୍ୱାସର ସବୁଠୁ ବଡ଼ ଝଲକ, ସବୁଠୁ ସୁନ୍ଦର ନମୁନା ଆମେ ଦେଖୁ ସେମାନଙ୍କର ମନ୍ଦିର ନିର୍ମାଣରେ। ଏକଦମ। ଏହି ଯୁଗକୁ ଓଡ଼ିଶା ମନ୍ଦିର ସ୍ଥାପତ୍ୟର ସ୍ୱର୍ଣ୍ଣିମ ଯୁଗ କୁହାଯାଏ। ଆଉ ଏହାର ଶ୍ରେଷ୍ଠ ଉଦାହରଣ ହେଉଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର। କଳ୍ପନା କରିବା ବି କଷ୍ଟ। 1000 ବର୍ଷ ତଳେ ବିନା କୌଣସି ଆଧୁନିକ ଟେକ୍ନୋଲୋଜିରେ ସେମାନେ ଏତେ ବିଶାଳ ନିର୍ମାଣ କେମିତି କଲେ? ସତରେ ଉତ୍ସରେ ଏହାର ରେଖ ଦେଉଳ ଶୈଳୀ କଥା କୁହାଯାଇଛି। ଏହା ପ୍ରକୃତରେ କ'ଣ? ରେଖ ଦେଉଳ ଶୈଳୀ ହେଉଛି ଓଡ଼ିଶା ମନ୍ଦିରର ସ୍ୱାକ୍ଷର। ଆପଣ ଯେଉଁ ଉଚ୍ଚ ମହୁଫେଣା ଆକାରର ମୁଖ୍ୟ ମନ୍ଦିରଟି ଦେଖନ୍ତି, ଯାହା ଉପରକୁ ଗଲାବେଳକୁ ସରୁ ହୋଇଯାଇଥାଏ, ତାହା ହିଁ ରେଖ ଦେଉଳ। ଓହୋ। ଏହାର ଗଠନ ଏମିତି ଯେ ଲାଗିବ ସତେ ଯେମିତି ଏହା ସିଧା ସ୍ୱର୍ଗ ଆଡ଼କୁ ଇସାରା କରୁଛି। ଲିଙ୍ଗରାଜ ମନ୍ଦିର ଏହି ଶୈଳୀର ସବୁଠାରୁ ପରିପକ୍ୱ ଏବଂ ଭବ୍ୟ ଉଦାହରଣ। ଆଉ ଅନ୍ୟ ମନ୍ଦିର? ମୁକ୍ତେଶ୍ୱର ବା ବ୍ରହ୍ମେଶ୍ୱର ଭଳି ମନ୍ଦିର? ହଁ, ସେଗୁଡ଼ିକ ହେଉଛି ଏହି ସମୟର ଅନ୍ୟାନ୍ୟ ମଣିମୁକ୍ତା। ମୋର ଗୋଟେ ପ୍ରଶ୍ନ ଅଛି। ଏ ମନ୍ଦିରଗୁଡ଼ିକ କ'ଣ କେବଳ ପୂଜାପାଠ ପାଇଁ ଥିଲା, ନା ସମାଜରେ ଏହାର ଆଉ କିଛି ଭୂମିକା ଥିଲା? ବହୁତ ଭଲ ପ୍ରଶ୍ନ ପଚାରିଲେ। ଏହି ମନ୍ଦିରଗୁଡ଼ିକ କେବଳ ପୂଜା ପାଇଁ ନଥିଲା। ଏଗୁଡ଼ିକ ଥିଲା ସେମାନଙ୍କର ଶକ୍ତିର ବିଜ୍ଞାପନ। ଶକ୍ତିର ବିଜ୍ଞାପନ? ହଁ, ପ୍ରତ୍ୟେକଟି ପଥର, ପ୍ରତ୍ୟେକଟି କାରୁକାର୍ଯ୍ୟ ରାଜାଙ୍କ କ୍ଷମତା, ଧନ ଏବଂ ଧାର୍ମିକ ବୈଧତାର କାହାଣୀ କହୁଥିଲା। ଏହା ସହିତ ଏଗୁଡ଼ିକ ସେହି ସମୟର ଅର୍ଥନୀତି, ପ୍ରଶାସନ ଓ ସାଂସ୍କୃତିକ ଜୀବନର କେନ୍ଦ୍ରବିନ୍ଦୁ ଥିଲା। ବୁଝିଲି। ମାନେ ରାଜାମାନେ ମନ୍ଦିରକୁ ଜମିଦାନ କରୁଥିଲେ? ହଁ, ବହୁତ ଜମିଦାନ କରୁଥିଲେ। ଆଉ ଏହି ଦାନର ହିସାବ ଆମକୁ ଶିଳାଲେପିରୁ ମିଳେ, ଯାହା ସେ ସମୟର ରାଜସ୍ୱ ବ୍ୟବସ୍ଥା, ନ୍ୟାୟ ପ୍ରକ୍ରିୟା ଏବଂ ରାଜ୍ୟ ଓ ଧର୍ମ ଭିତରେ ଥିବା ନିବିଡ଼ ସମ୍ପର୍କ ବିଷୟରେ ଜଣାଇଥାଏ। ତେବେ ସେମାନେ ଓଡ଼ିଶାକୁ ଏକାଠି କଲେ, ଭବ୍ୟ ମନ୍ଦିର ଗଢ଼ିଲେ, ଏକ ସୁସଂଗଠିତ ପ୍ରଶାସନ ଚଳାଇଲେ, ସବୁକିଛି ଠିକ୍ଠାକ୍ ଚାଲୁଥିଲା ଭଳି ଲାଗୁଛି। କିନ୍ତୁ କୌଣସି ସାମ୍ରାଜ୍ୟ ସବୁଦିନ ପାଇଁ ଶିଖରରେ ରହିପାରେ ନା, ନୁହେଁ କି? ସେମାନଙ୍କ ପାଇଁ ମଧ୍ୟ ପତନର ବାଦଲ ଘୋଟି ଆସୁଥିଲା। ଆଉ ତାହା ଆସୁଥିଲା କେଉଁ ଦିଗରୁ? ସେମାନଙ୍କ ପାଇଁ ବିପଦ ଚାରିଆଡ଼ୁ ଥିଲା, କିନ୍ତୁ ସବୁଠୁ ବଡ଼ ବିପଦ ଘୋଟି ଆସୁଥିଲା ପୂର୍ବ ଦିଗରୁ। ଦକ୍ଷିଣରୁ ଚୋଳ ଶାସକମାନେ, ଖାସ୍ କରି ରାଜେନ୍ଦ୍ର ଚୋଳ ପ୍ରଥମ, ଏକ ବଡ଼ ଆହ୍ୱାନ ଥିଲେ। ଆଉ ପୂର୍ବ ଚାଲୁକ୍ୟମାନଙ୍କ ସହ ମଧ୍ୟ ସଂଘର୍ଷ ଲାଗି ରହିଥିଲା। କିନ୍ତୁ ପ୍ରକୃତ ବିପଦ ଥିଲେ ପୂର୍ବ ଉପକୂଳରେ ଧୀରେ ଧୀରେ ମୁଣ୍ଡ ଟେକୁଥିବା ପୂର୍ବ ଗଙ୍ଗ ରାଜବଂଶ। ଏହା ଏକ କ୍ଲାସିକ୍ ଐତିହାସିକ କାହାଣୀ ଭଳି। ଗୋଟିଏ ଶକ୍ତି ଯେତେବେଳେ ଶୀର୍ଷରେ ପହଞ୍ଚେ, ତାର ଚାରିପଟୁ ନୂଆ ପ୍ରତିଦ୍ୱନ୍ଦ୍ୱୀମାନେ ଉଭା ହୁଅନ୍ତି। ଠିକ୍। ତେବେ କ'ଣ କେବଳ ବାହ୍ୟ ଆକ୍ରମଣ ହିଁ ସେମାନଙ୍କର ପତନର କାରଣ ଥିଲା? ନା, କେବଳ ତାହା ନୁହେଁ। ବାହାର ଶତ୍ରୁଙ୍କ ସହ ଲଢ଼ିବା ସହ ସେମାନଙ୍କୁ ଘର ଭିତରେ ବି ସମସ୍ୟାର ସାମ୍ନା କରିବାକୁ ପଡୁଥିଲା। ଲଗାତାର ଯୁଦ୍ଧ ଯୋଗୁଁ ରାଜକୋଷ ଖାଲି ହେବାକୁ ଲାଗିଲା। ରାଜ୍ୟର ସମ୍ବଳ ଶେଷ ହେଉଥିଲା। ହଁ, ଏହା ସହିତ ପରବର୍ତ୍ତୀ ରାଜାମାନଙ୍କ ଭିତରେ ଉତ୍ତରାଧିକାରୀ ପଦ ପାଇଁ ବିବାଦ, ପ୍ରଶାସନିକ ଦୁର୍ବଳତା
ଏସବୁ ମିଶି ସାମ୍ରାଜ୍ୟକୁ ଭିତରୁ ଖୋଳ କରିଦେଉଥିଲା। ମାନେ ବାହାରୁ ଆଘାତ ଆଉ ଭିତର ଦୁର୍ବଳତା ଏକା ସାଙ୍ଗରେ। ତେବେ ଶେଷ ମୁହୂର୍ତ୍ତ କେମିତି ଆସିଲା? ଆଉ ଶେଷ ଆଘାତ ଦେଲେ ସେହି ପୂର୍ବ ଗଙ୍ଗବଂଶର ସବୁଠାରୁ ଶକ୍ତିଶାଳୀ ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ। ଚୋଡ଼ଗଙ୍ଗାଦେବ। ହଁ, ଦ୍ୱାଦଶ ଶତାବ୍ଦୀର ପାରୋର ବେଳକୁ ସୋମବଂଶୀମାନେ ବହୁତ ଦୁର୍ବଳ ହୋଇସାରିଥିଲେ। ପ୍ରାୟ 1135 ଖ୍ରୀଷ୍ଟାବ୍ଦ ବେଳକୁ ଚୋଡ଼ଗଙ୍ଗଦେବ ସେମାନଙ୍କର ଶାସନର ସମ୍ପୂର୍ଣ୍ଣ ଅନ୍ତ ଘଟାଇଲେ। ଆଉ ଓଡ଼ିଶାରେ ଏକ ନୂଆ ଆହୁରି ଶକ୍ତିଶାଳୀ ରାଜବଂଶର ମୂଳଦୁଆ ପକାଇଲେ। ଏକ୍ଜାକ୍ଟଲି। ତେଣୁ ଯଦି ଆମେ ରାଜବଂଶର କ୍ରମକୁ ଦେଖିବା, ତାହା ବହୁ ସ୍ପଷ୍ଟ। ଭୌମକରଙ୍କ ପରେ ଆସିଲେ ସୋମବଂଶୀ ବା କେଶରୀ। ଏବଂ ସେମାନଙ୍କ ପରେ ଆସିଲେ ପୂର୍ବଗଙ୍ଗ। ହଁ, ଏହି କ୍ରମକୁ ମନେ ରଖିଲେ ଓଡ଼ିଶା ଇତିହାସର ଏକ ବଡ଼ ଅଧ୍ୟାୟ ବୁଝିବା ସହଜ ହୋଇଯାଏ। ତେବେ ଆଜିର ହିଁ ଆଲୋଚନାରୁ ଯାହା ବୁଝାପଡ଼ିଲା, ସୋମବଂଶୀମାନେ ଏକ ଭଙ୍ଗାରୁଜା ଓଡ଼ିଶାକୁ ଏକାଠି କଲେ, ଶୈବ ଧର୍ମକୁ ରାଜଧର୍ମର ମାନ୍ୟତା ଦେଲେ, ଆଉ ସବୁଠୁ ବଡ଼ କଥା ହେଲା ଓଡ଼ିଶାର କଳା ଆଉ ସ୍ଥାପତ୍ୟକୁ ଏକ ନୂଆ ଶିଖରରେ ପହଞ୍ଚାଇଲେ। ହଁ, ଯାହାର ମୂଳଦୁଆ ଉପରେ ପରବର୍ତ୍ତୀ ସମୟରେ କୋଣାର୍କ ଭଳି ମନ୍ଦିର ତିଆରି ହେଲା। ବାସ୍ତବରେ ସେମାନଙ୍କର ଛାପ ବାସ୍ତବରେ ବହୁତ ଗଭୀର। ଯଦିର ପୂର୍ବଗଙ୍ଗମାନେ ସେମାନଙ୍କର ସ୍ଥାନ ନେଲେ, କିନ୍ତୁ ସେମାନେ ଏକ ପ୍ରସ୍ତୁତ ମଞ୍ଚ ଉପରେ ହିଁ ନିଜ ସାମ୍ରାଜ୍ୟ ଗଢ଼ିଥିଲେ। ମାନେ ସୋମବଂଶୀମାନଙ୍କ ଦ୍ୱାରା କରାଯାଇଥିବା ସେହି ଏକୀକରଣ ଭିତ୍ତିଭୂମି ତିଆରି କରିଥିଲା। ଆଜି ଯେତେବେଳେ ଆମେ ଲିଙ୍ଗରାଜ ମନ୍ଦିରର ଉଚ୍ଚ ଶିଖରକୁ ଦେଖୁ, ଆମେ କେବଳ ପଥରର ଏକ ସ୍ମାରକ ଦେଖୁନାହୁଁ। ଆମେ କ'ଣ ଦେଖୁ? ଆମେ ସେହି ସୋମବଂଶୀ ଯୁଗର ନୀରବ କାହାଣୀକାରମାନଙ୍କୁ ଦେଖୁ, ଯେଉଁମାନେ ନିଜର ବିଶ୍ୱାସ, ଶକ୍ତି ଏବଂ ଦୂରଦୃଷ୍ଟିକୁ ପଥରରେ ସବୁଦିନ ପାଇଁ ଖୋଦେଇ କରି ଦେଇ ଯାଇଛନ୍ତି। ବାସ୍ତବରେ ଏହା ହିଁ ଇତିହାସର ସୌନ୍ଦର୍ଯ୍ୟ। ଏହି କାହାଣୀ ସବୁବେଳେ ଆମ ଚାରିପଟେ ଥାନ୍ତି, କେବଳ ଆମକୁ ଟିକେ ଶୁଣିବାକୁ ପଡ଼େ। ଏହି ଆଲୋଚନାକୁ ଶେଷ କରିବା ପୂର୍ବରୁ ଗୋଟିଏ ଛୋଟ ପ୍ରଶ୍ନ ମନକୁ ଆସୁଛି। ସୋମବଂଶୀମାନେ ନିଜର ଶକ୍ତି ଓ ପରିଚୟକୁ ଦେଖାଇବା ପାଇଁ ମନ୍ଦିର ଭଳି ବଡ଼ ବଡ଼ ନିର୍ମାଣର ସାହାଯ୍ୟ ନେଇଥିଲେ। ହଁ, ଠିକ୍। ଟିକେ ଭାବିଲେ, ଆଜିର ଆଧୁନିକ ଦୁନିଆରେ ଦେଶ ବା ସମାଜ ନିଜର ପରିଚୟ ଏବଂ ମୂଲ୍ୟବୋଧକୁ ଦେଖାଇବା ପାଇଁ କେଉଁ ପ୍ରକାରର ବଡ଼ ନିର୍ମାଣ କରୁଛି? ସେଗୁଡ଼ିକ କ'ଣ ସତରେ ଆମ ସମୟର କାହାଣୀ କହୁଛନ୍ତି? ଏହି ପ୍ରଶ୍ନଟି ସହିତ ଆଜିର ଆଲୋଚନାକୁ ଏଇଠି ଶେଷ କରୁଛୁ।